100 কোটি খরচ କରିଦେଲେ ଆଦାନୀଠୁ ପଇସା ଆଣିକିରି ବାଣିଦେଲେ। ତାହେଲେ କଂଗ୍ରେସ ପାଖରେ ପଇସା ନାହିଁ, ନା ତାହେଲେ କଂଗ୍ରେସ ଆଉ କେମିତି ଆଗକୁ ବଢିବ? ଆସିବ ଇଏ ଗୋଟାଏ ନିର୍ବାଚନ ଲଢ଼ିବେନି ନା ଆଉ କୋଉଠୁ ଆସିବ ଯେତେବେଳେ ପଇସା? 140ଟା ନିର୍ବାଚନ ଲଢ଼ା ହବ ଦେଖାଯିବ। ଆପଣ ଭାବୁଛନ୍ତି ଯେ ପଇସା ହିଁ ସବୁ କିଛି? ହଁ ଏଠି ବାଇ ଇଲେକ୍ସନରେ ପଇସା ହିଁ ତାକୁ ଜିତେଇଲା। ମୁଁ ନିଜେ ଥିଲି ଟଙ୍କା ବାଣ୍ଟିଆ ଦେଖିଛି। ସାର୍ ଆଉ ଗୋଟେ ଜିନିଷ ହେଉଛି ଯେହେତୁ ଆପଣ ଦେଖିଛନ୍ତି କହିଛନ୍ତି, ମୋର କହିବାର ଉଦ୍ଦେଶ୍ୟ ହେଉଛି ଆପଣଙ୍କର ପ୍ରାର୍ଥୀ ଯିଏକି ସ୍ୱାଧୀନ ଛିଡ଼ା ହେଇକି ଆଗରୁ 53,000 ଭୋଟ୍ ପାଇଥିଲେ। ଆରେ ବାବୁ କହିଲି ପରା 10,000 ଭୋଟ ଗୋଟାକ ସେଠି ଯେଉଁ ଆଦିବାସୀମାନଙ୍କ ଘର ଟଙ୍କା 2,000 ହବ। 10,000 ପାଇଲେ ଭୋଟ ଦେଲେ ନା ବିଜେଡ଼ି ନା କଂଗ୍ରେସ 10,000 ରିସିଭ୍ କଲେ ବିଜେପି କି ଦେଲେ। ସାର୍ ଆପଣ ଭାବୁଛନ୍ତି ରାଜନୀତି ମାନେ ଗୋଟେ ଟଙ୍କା ଟଙ୍କା ଜିତିପାରିବେ? ଗୋଟେ ଫ୍ୟାକ୍ଟର। ଟଙ୍କା ନ ଦେଲେ ଯଦି ଟଙ୍କା ନାହିଁ ଜମା ରାଜନୀତିରେ ବାହାରି ଆସୁଛି। ତାହେଲେ 100 କୋଟି ଖର୍ଚ୍ଚ କରିଦେଲେ ଆଦାନୀଠୁ ପଇସା ଆଣିକିରି ବାଣିଦେଲେ। ତାହେଲେ କଂଗ୍ରେସ ପାଖରେ ପଇସା ନାହିଁ, ନା ତାହେଲେ କଂଗ୍ରେସ ଆଉ କେମିତି ଆଗକୁ ବଢିବ? ଆସିବ ଇଏ ଗୋଟାଏ ନିର୍ବାଚନ ଲଢ଼ିବେନି ନା ଆଉ କୋଉଠୁ ଆସିବ ଯେତେବେଳେ ପଇସା? 140ଟା ନିର୍ବାଚନ ଲଢ଼ା ହବ ଦେଖାଯିବ। ଆପଣ ଭାବୁଛନ୍ତି ଯେ ପଇସା ହିଁ ସବୁ କିଛି? ହଁ ଏଠି ବାଇ ଇଲେକ୍ସନରେ ପଇସା ହିଁ ତାକୁ ଜିତେଇଲା। ମୁଁ ନିଜେ ଥିଲି ଟଙ୍କା ବାଣ୍ଟିଆ ଦେଖିଛି। ସାର୍ ଆଉ ଗୋଟେ ଜିନିଷ ହେଉଛି ଯେହେତୁ ଆପଣ ଦେଖିଛନ୍ତି କହିଛନ୍ତି, ମୋର କହିବାର ଉଦ୍ଦେଶ୍ୟ ହେଉଛି ଆପଣଙ୍କର ପ୍ରାର୍ଥୀ ଯିଏକି ସ୍ୱାଧୀନ ଛିଡ଼ା ହେଇକି ଆଗରୁ 53,000 ଭୋଟ୍ ପାଇଥିଲେ। ଆରେ ବାବୁ କହିଲି ପରା 10,000 ଭୋଟ ଗୋଟାକ ସେଠି ଯେଉଁ ଆଦିବାସୀମାନଙ୍କ ଘର ଟଙ୍କା 2,000 ହବ। 10,000 ପାଇଲେ ଭୋଟ ଦେଲେ ନା ବିଜେଡ଼ି ନା କଂଗ୍ରେସ 10,000 ରିସିଭ୍ କଲେ ବିଜେପି କି ଦେଲେ। ସାର୍ ଆପଣ ଭାବୁଛନ୍ତି ରାଜନୀତି ମାନେ ଗୋଟେ ଟଙ୍କା ନ ଦେଲେ କିଛି ଟଙ୍କା ଜିତିପାରିବେ? ଗୋଟେ ଫ୍ୟାକ୍ଟର। ଟଙ୍କା ନ ଦେଲେ ଯଦି ଜିତିପାରିବେ? ଟଙ୍କା ନାହିଁ ଜମା ରାଜନୀତିରେ ବାହାରି ଆସୁଛି।